ଧନ এটা ଗୋଟେ ମୁଖ୍ୟ ଯେ ଆପଣଙ୍କ ଜୀବନରେ ଯଦି ଶ୍ରେଷ୍ଠ ଧନ ନାହିଁ ତାହେଲେ ହିଁ ଆପଣ ଆନନ୍ଦ ପାଇବେ ନାହିଁ। ଧନ ଅର୍ଥ ମୁଁ କହୁନି ଯେ ଟଙ୍କା ପଇସା ସୁନା ଗହଣା ବା ଘର ଏସବୁ ନୁହେଁ। ଶ୍ରେଷ୍ଠ ଧନ କ'ଣ ନା ଶ୍ରେଷ୍ଠ ଧନ ହେଉଛି ଜ୍ଞାନ। ଜ୍ଞାନ ହିଁ ପ୍ରକୃତରେ ପ୍ରତ୍ୟେକ ମଣିଷଙ୍କର ଶ୍ରେଷ୍ଠ ଧନ। ସେଇ ଜ୍ଞାନ ମାଧ୍ୟମରେ ହିଁ ଆପଣ ସବୁକିଛି ସମ୍ପତ୍ତିର ଅଧିକାର ହୋଇପାରିବେ। ଏବଂ ଯଦି ଆପଣଙ୍କ ପାଖରେ ଶ୍ରେଷ୍ଠ ଜ୍ଞାନ ଅଛି, ଯେଉଁ ଶ୍ରେଷ୍ଠ ଧନ, ଯେଉଁ ଜ୍ଞାନକୁ ଆମେ ଶ୍ରେଷ୍ଠ ଧନ ବୋଲି କହୁଛନ୍ତି, ଯଦି ଆପଣଙ୍କର ପାଖରେ ଜ୍ଞାନ ଅଛି ତାହେଲେ ଆପଣଙ୍କ ପାଖରେ ଶ୍ରେଷ୍ଠ ଧନ ଅଛି। ତେଣୁ ଆପଣ ଜାଣିଲେ ଯେଉଁ ଜ୍ଞାନକି ହିଁ ପରମାତ୍ମା ମଣିଷକୁ ଦେଇଥାନ୍ତି ତାହା ବାହାରୁ ମିଳେ ନାହିଁ। ଯଦି ହୁଏତ କିଛି ପୁସ୍ତକ ପଢ଼ି ବା ଆଲୋଚନା ମାଧ୍ୟମରେ ବା ବିଭିନ୍ନ ପ୍ରକାର ମାନେ ପ୍ରଚାର ପ୍ରସାର ମାଧ୍ୟମରେ ମଣିଷ ତାହା ଜାଣେ, କିନ୍ତୁ ପ୍ରକୃତରେ ତା ଅନ୍ତର ଭିତରେ ଯେଉଁ ଜ୍ଞାନ ପରମାତ୍ମା ଦେଇଥାନ୍ତି ଯଦି ତାହାକୁ ସେ ବିକଶିତ କରିପାରେ ଏବଂ ତାହାର ମୂଲ୍ୟ ଜାଣିପାରେ, ନିଶ୍ଚିତ ଭାବରେ ହିଁ ସେ ଜ୍ଞାନ ଆଲୋକରେ ହିଁ ଆଲୋକିତ ହୁଏ ଏବଂ ସେହି ଜ୍ଞାନ ମାଧ୍ୟମରେ ସେ କ'ଣ କରେ ନା ସଂସାରରେ ରହି ଆନନ୍ଦ ନିଏ। ତେଣୁ ଆପଣ ଜାଣିଲେ ଶ୍ରେଷ୍ଠ ଧନ ହେଉଛି ଜ୍ଞାନ। ଜ୍ଞାନ ଠାରୁ ଆଉ ଶ୍ରେଷ୍ଠ ଧନ ଏ ଜଗତରେ କିଛି ନାହିଁ, ଯାହାକି ହିଁ ପରମାତ୍ମା ପ୍ରତ୍ୟେକ ମଣିଷକୁ ବିନା ମୂଲ୍ୟରେ ଦେଇଥାନ୍ତି। ହଁ, ଏଇଠି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, କେଉଁ ଜ୍ଞାନ? ଜ୍ଞାନ ତ ଆପଣ ଜାଣିଛନ୍ତି, ଯାହାକି ହିଁ ଜନ୍ମରେ ଯେତେବେଳେ ମଣିଷ ଜନ୍ମ ହେଇଥାଏ ଯେତେବେଳେ ସେ ତାର ବାଲ୍ୟ ପରେ ଯେତେବେଳେ ଯୁବକ ଅବସ୍ଥାରେ ଆସେ ସେତେବେଳେ ତାର ଜ୍ଞାନ ଆସ୍ତେ ଆସ୍ତେ ବଢ଼ି ବଢ଼ି ଚାଲେ। ଯଦି ସେ ଦୈବ ଜ୍ଞାନ ବା ଦିବ୍ୟ ଶକ୍ତିର ଜ୍ଞାନ ପାଇଥିବ ତାହା ତ ଅମୃତ ଭଳି, ତାହା କହିଲେ ନ ସରେ। ତାହା ପରମାତ୍ମାଙ୍କର କୃପା ବଳରେ ସେ ମଣିଷଟି ସେଇ ଦିବ୍ୟ ଜ୍ଞାନ ଲାଭ କରିଥାଏ, ଯେଉଁ ଦିବ୍ୟ ଜ୍ଞାନ ମାଧ୍ୟମରେ ହିଁ ପରମାତ୍ମାଙ୍କର ଆନନ୍ଦ ନେଇପାରେ। ସେଥିପାଇଁ ହିଁ କୁହାଯାଇଛି ଶ୍ରେଷ୍ଠ ଧନ ହେଉଛି ଜ୍ଞାନ।